ଜୟଗୁରୁ ଲୋକ ଯାଉଛନ୍ତି ଅରୁଆ ଡାଲମା ଖାଇକି ଆସୁଛନ୍ତି, ସେ ଅରୁଆ ଡାଲମାରେ କ'ଣ ମହତ୍ଵ ଅଛି, କିନ୍ତୁ ସେ ଏଇ ଅପଖାଦ୍ୟ ଖାଉନାହାନ୍ତି। এই জয়গুরু লোক এই অরুয়া খাইকি যে শক্তিমান, এই যে নিরোগী, কিন্তু এই সাধারণ লোক এই রোগ বৈরাগ্য ভিতরে অଛନ୍ତି। এই বিভূতি শ্রী ঠাকুরଙ୍କୁ জীবନରେ ধরিকি, এই জীবନରେ ধরিকি এই বহু অনুভূতি ଅଛି। এই আজি আমার এই সৎসঙ্গ এই অনুভূতির পদে ସମସ୍ତେ এই যে অনুভূতি কথা কহিকি মଣିষ জীবনের ঠাকুরଙ୍କୁ জীবনে গ্রহণ করিকি କ'ଣ পাইଛନ୍ତି, କ'ଣ ହେଇଛି। প্রকৃতরে যে ঠাকুরଙ୍କୁ নিষ্ঠাপর সহকারে ঠাকুরଙ୍କୁ ধরিকি চালিছি, তা জীবন সে কেবে হেলে পছুକୁ ফেরি চাহিনি, আগুକୁ মারি চালিছি। ମୋ ଜୀବନରେ ଦୃଷ୍ଟାନ୍ତ, ମୋ ଜୀବନରେ କେତେ ଗୁଡ଼ିଏ ଉଦାହରଣ ମଧ୍ୟ ରହିଛି। ସେ ତ ବହୁ ଉଦାହରଣ, ଗୋଟିଏ ଉଦାହରଣ କହିବି। ମୁଁ ଯେତେବେଳେ ଏଇ ପାଠପଢ଼ା ଶେଷ ହେଲା, କ'ଣ କରିବି, ମାନେ ଏମିତି ସମୟ ଆସିକି ପହଞ୍ଚିଲା, ଘରର ପରିସ୍ଥିତି ବି ମଧ୍ୟ ଏତେ ଭଲ ନଥିଲା। କ'ଣ କରିବି, କେମିତି ରୋଜଗାରକ୍ଷମ ହେବି, ଚାକିରି ନାହିଁ। এই ପରମପିତାଙ୍କୁ ଧରିକି ମୁଁ ଜୀବନରେ ଚାଲିଥିଲି, କେବେ ହେଲେ ମୁଁ ପଛକୁ ଫେରି ନଥିଲି। ତାଙ୍କୁ ଧରିକି ମୁଁ ଜୀବନରେ ବିଶ୍ୱାସର ସହିତ, এই ଅନ୍ତରର ସହିତ ତାଙ୍କୁ ମୁଁ ମାନେ ଜୀବନରେ ଏଇ ମାଲିକ ଭାବରେ, ଗୁରୁ ଭାବରେ ଗ୍ରହଣ କରିକି ଜୀବନରେ ଆଗେଇ ଚାଲିଥିଲି। ଯେତେବେଳେ ମୋତେ ଏମିତି ଗୋଟେ ଅଫର ଆସିଲା, ଆଉ ଏମିତି ଗୋଟେ ଦ୍ୱନ୍ଦ୍ୱ ସୃଷ୍ଟି ହେଲା, ମୋତେ ଆମ ଗାଁର ଜଣେ ଲୋକ ମୋତେ ସେ ନେଇଗଲେ, ଗୋଟେ କହିଲେ ତୁ ଗୋଟେ ଚାକିରି କରିବୁ ଆଇ, ମୋତେ କଟକ ଡାକି ନେଇଗଲେ। ମୋତେ ଏମିତି ଡାକି ନେଇକି ଗୋଟେ ମେଡ଼ିସିନ ଦୋକାନରେ ମୋତେ ନେଇ ରଖେଇଦେଲେ, କହିଲେ ତୁ ଏଇଠି କାମ କର। ମୁଁ ସେଠୁ ରହିଲି, କାମ କଲି। ଯାଉ କାମ କରିବା ଭିତରେ ବହୁତ ଦିନ ରହିଲି, କାମ କଲି। କାମ କରିବା ଭିତରେ ଆଉ ମନଟା ହେଲା ଗୋଟେ ପର ଦୋକାନରେ ରହିକି କେତେ ଦିନ ଏମିତି କାମ କରିବି, କ'ଣ କରିବି। ସେଠୁ ମାନେ ପୂଜନୀୟ ଟିଙ୍କୁଦା ଆସିଥାନ୍ତି, ପୂଜନୀୟ ଟିଙ୍କୁଦା ଆସିଥାନ୍ତି କଟକ। ମୁଁ ତାଙ୍କ ଦର୍ଶନ ପ୍ରଣାମରେ ଯାଇଥାଏ। ମୁଁ ସେଠୁ ଆକୁଳ ନିବେଦନ ହେଇକି ଟିଙ୍କୁଦାଙ୍କ ପାଖରେ ନିବେଦନ କଲି, ଆଉ ଦାଦା ଏମିତି ମୁଁ ତ କିଛି ପାଠଶାଠ ପଢ଼ି ସାରିଲିଣି, ଆଉ କିଛି କାମ କରୁନି, ଏମିତି ଗୋଟେ ମେଡ଼ିସିନ ଦୋକାନରେ ରହିକି କାମ କରୁଛି। ମୋତେ କହିଲେ ତୁ ଗୋଟେ ମେଡ଼ିସିନ ଦୋକାନ କରୁନୁ କାହିଁକି। ମୋ ଭିତରେ ଶକ୍ତି ସଞ୍ଚାରିତ ହେଲା, ପ୍ରକୃତରେ ମୁଁ ଗୋଟେ ମେଡ଼ିସିନ ଦୋକାନ କଲେ ତ ଭଲ ହୁଅନ୍ତା। ଟଙ୍କା ନାହିଁ, ମାନେ ଅର୍ଥର ଅଭାବ, ଟଙ୍କା ନାହିଁ, କେମିତି କ'ଣ କରିବି। এই ପରମପିତାଙ୍କର ଅପାର କରୁଣା, ଅପାର ଦୟାରୁ ବିନା ପଇସାରେ এই ଯେଉଁ ଦୋକାନୀମାନଙ୍କ ସହିତ ମୋର ଗୋଟେ ଭଲ ସମ୍ପର୍କ ଥିଲା। ବିନା ପଇସାରେ ସେମାନେ ମୋତେ ମେଡ଼ିସିନ ଦେଇଥିଲେ। এই କାଠବାଲା ମୋତେ ବିନା ପଇସାରେ ସେ ରିଆକ୍ଟ କରିଦେଲା। ଘର ଭଡ଼ା ମୋତେ ବି ଘର ମାନେ ସିକ୍ୟୁରିଟି ଦେବାକୁ ପଡ଼ିନଥିଲା, ମୋର ଦୋକାନ କରିଦେଇଥିଲି। এই ପରମପିତାଙ୍କୁ ଧରିକି ଏପର୍ଯ୍ୟନ୍ତ ସେଇ ଦୋକାନକୁ ଧରିକି ନିରବିଚ୍ଛିନ୍ନ ଭାବରେ ଆଗେଇ ଚାଲିଛି, କେବେ ହେଲେ ପଛକୁ ଫେରି ନାହିଁ। ଏହି ହେଉଛନ୍ତି ପରମପିତାଙ୍କର ଦୟା କରୁଣା। ତାଙ୍କୁ ଯେ ଜୀବନରେ ଭଲ ପାଏ, ତାଙ୍କୁ ଯେ ଜୀବନରେ এই କାନ୍ଦାରି କରି ଚାଲେ, ସେ କେବେ ହେଲେ ପଛକୁ ଫେରି ଚାହେଁ ନା, এই ଆଗକୁ ମାରି ଚାଲେ। ବହୁ ଲୋକ ମୁଁ ଦେଖିଛି, ବହୁ ଲୋକ ଆଗକୁ ବଢ଼ି ଯାଇଥିବେ, ଫେରେ ଦେଖିଲା ବେଳକୁ ଫେର ପୁନର୍ମୂଷିକ ଭବ, ଫେର ଚିଲି ଯାଇଥିବେ। ମୁଁ ଏମିତି ଚିନ୍ତା କରେ, ଏମିତି କାହିଁକି ହେଇଛି, ଏମିତି କାହିଁକି ହେଉଛି ନା, ଜୀବନଟାକୁ ଯେଭଳି ଭାବରେ ନିୟନ୍ତ୍ରିତ କରିବା କଥା, ମଣିଷ ସେଭଳି ଭାବରେ ଜୀବନଟାକୁ ଚଲେଇ ପାରେ। ମାନେ ହାତ ଧରି ଯେ ଚଲାର କାଇଦା ଶିଖେଇଦେ, ତାଙ୍କୁ ଜାଣିବୁ ଗୁରୁ ବୋଲି, ଅଭୟ ପଥେ ସେଇ ତ ନୁହେଁ। এই জীবନରେ যে গুরু জীবনে ଥିଲେ মଣିষর চলা পথটাকে সে সুগম କରିଦିଅନ୍ତି। କିଭଳି ଭାବରେ ସଂସାର କରିବାକୁ ହୁଏ, କିଭଳି ଭାବରେ ବାପା ହେବାକୁ ହୁଏ, କିଭଳି ଭାବରେ ପିତା ହେବାକୁ ହୁଏ, କିଭଳି ଭାବରେ ଗୋଟେ ଗୁରୁଜନ ପାଖରେ ଗୋଟେ ମାନେ ଶ୍ରଦ୍ଧା ସମ୍ମାନ କରିବାକୁ ହୁଏ, ସେ ସମସ୍ତଙ୍କୁ ଶିଖେଇ ଦିଅନ୍ତି। ସମସ୍ତେ এই ବିନା ଗୁରୁ, এই গুরু বিনা মଣିষ এই জীবনের উন্নতি কস্মিন কালে ନାହିଁ। ଆଉ ଗୋଟେ ଜୀବନରେ ଗୋଟେ କଥା, ଛୋଟ କଥା କହିବି, এই ଅନୁଭୂତିର କଥା। ମୁଁ ଯେତେବେଳେ ମୋର ବିବାହ ହେଲା, এই ବିବାହ ପରେ ସେଠୁ ଆମ ଘରେ ଝିଅ ସଂଖ୍ୟା ବହୁତ। ମୋର ମାନେ ଭାରି ଆକୁଳ, ଯଦି ଗୋଟେ ପ୍ରଥମେ ଝିଅ ହେଲା, ଆଉ ମାନେ ମନଟା ଭାରି ଦୁଃଖ ବି ହେଇଥିଲା। ମୁଁ ଯଦି ଝିଅଟେ ହେଇଯିବ ଭାରି ମନର ଦୁଃଖ, କ'ଣ କରିବି। ସେଠୁ ପରମପିତାଙ୍କ ପାଖରେ ଆକୁଳ ଭାବରେ ନିବେଦନ କରି ଯାହା ଚାଲିଲି, ଆଉ ମୁଁ ଚାଲେ ଯାହା ହେବ ଦେଖିବା। ଆଉ ମାନେ ପ୍ରଥମ ସନ୍ତାନ ଝିଅଟେ ମଧ୍ୟ ହେଲା। ସେଠୁ ମନଟା ବହୁତ କଷ୍ଟ ହେଇଗଲା। ଆମ ଘରେ ସମସ୍ତେ ଝିଅ, ଗୋଟେ ପୁଅ ନାହିଁ, କ'ଣ କରିବି। ସେଠୁ ଦିନେ ମୋ ସ୍ତ୍ରୀକୁ କହିଲି, ଚାଲ ଆମେ ଯିବା, ଆଶ୍ରମ ଯିବା, এই ଆଚାର୍ଯ୍ୟଙ୍କ ପାଖରେ ଯାଇକି ନିବେଦନ କରିବା, এই ମନର କଥା, এই ଦୁଃଖର କଥା ତାଙ୍କ ପାଖରେ ଯାଇ ନିବେଦନ କରିବା। ଯାହା ହଉ ଆମେ ଆଚାର୍ଯ୍ୟଙ୍କ ପାଖରେ ଯାଇକି ପହଞ୍ଚିଲୁ। ପହଞ୍ଚିକି ସେଠୁ ଟ୍ରେନ୍ ସେତେବେଳେ ବିଳମ୍ବ ଥାଏ, ବହୁତ ବିଳମ୍ବ, ଏତେ ଯେ ବିଳମ୍ବ, ଆମେ ଯାଇକି ପହଞ୍ଚିଲୁ 11ଟା ପରେ ହେଇଯିବ ଆଶ୍ରମରେ। ଆମେ ଭୋରୁ 4ଟା 5ଟା ବେଳେ ପହଞ୍ଚିବା କଥା, 11ଟା ପରେ ଯାଇକି ପହଞ୍ଚିଲୁ। ଯାହା ହଉ ମୋ ସାଙ୍ଗରେ ମୋ ଝିଅଟାକୁ ମଧ୍ୟ, ଛୋଟ ଝିଅଟାକୁ ସାଙ୍ଗରେ ନେଇଥାଏ। ଆମେ ସେଠୁ ପହଞ୍ଚିକି ନିତ୍ୟକର୍ମ ସାରିକି ଆମେ ଠାକୁର ପ୍ରଣାମ ଦର୍ଶନ ନ କଲେ କିଛି ମଧ୍ୟ ଖାଇ ହେବ ନାହିଁ। ଆଶ୍ରମରେ ବିଳମ୍ବରେ ପହଞ୍ଚିଲୁ।
11:30 ପରେ ଆଉ ଆଚାର୍ଯ୍ୟଙ୍କର ଦର୍ଶନ ପ୍ରଣାମ ହୁଏ ନା। ସେଠୁ ମନଟା ଭାରି ଦୁଃଖ ହେଉଥାଏ। ଆମ ଘରେ କହିଲେ ଭାରି ଭୋକ କଲାଣି। ମୁଁ ମୋତେ ବି ତ ଭୋକ ହେଲାଣି, ଆଉ ଚାଲ ଦେଖିବା ନାଟମଣ୍ଡପ ଯାଇକି ଠାକୁର ପ୍ରଣାମ କରିକି ପଳେଇ ଆସିବା, ତାପରେ ଆସିକି କ'ଣ ଟିକେ ଖାଇବା। ସେଠୁ ମନଟା ଏତେ ବ୍ୟାକୁଳ ହେଉଥାଏ ଆଚାର୍ଯ୍ୟ ଦେବଙ୍କର ଦର୍ଶନ କରିବା ପାଇଁ। ଆଚାର୍ଯ୍ୟ ଦେବଙ୍କ ଦର୍ଶନ କରିବାକୁ ହେଲେ ବହୁ ସମୟ ସାପେକ୍ଷ, ଏମିତି ବି ମାନେ ସୁଯୋଗ ମଧ୍ୟ ମିଳେ ନା। ଏମିତି ବହୁ କଷ୍ଟ ଭିତରେ ମନଟା କିଭଳି ଭାବରେ ଗୋଟେ ମନଟା ମୋର କ'ଣ ହେଇଯାଉଥିଲା। ଏ ପ୍ରଭୁଙ୍କ ମାନେ ଏ ଯେଉଁଥିପାଇଁ ଆସିଛି ଯଦି ସେ କାମଟା ହେଇପାରିବନି, ମାନେ ଆସିବାଟା ମୋର ଯେ ବୃଥା, ଏଇ କଥା ମନରେ ଭାବୁଥାଏ। ମୁଁ ସେଠୁ ନିତ୍ୟକର୍ମ ସାରିଲୁ, ଗାଧୁଆ ପାଧୁଆ କଲୁ। ଗାଧୁଆ ମାନେ କଥାଟାକୁ ସଂକ୍ଷିପ୍ତରେ କହୁଛି, ବହୁ ବିସ୍ତୃତ କଥା। ସେଠୁ ଗାଧୁଆ ପାଧୁଆ ସାରିକି ସ୍ୱାମୀ ସ୍ତ୍ରୀ ଆମେ ନାଟମଣ୍ଡପ ଅଭିମୁଖେ ଯାତ୍ରା କଲୁ। ମାନେ ପୁଅ ଝିଅଟାକୁ ଗୋଟେ ଟେବୁଲ ଉପରେ ଶୋଇକି ଆମେ ଆମର ନିତ୍ୟକର୍ମ ସାରୁ ସାରୁ ଝିଅଟା ମଧ୍ୟ ଟେବୁଲ ଉପରୁ ଗଳି ପଡ଼ିଲା, ତଳେ ପଡ଼ିଲା। ତାର ମଧ୍ୟ କିଛି ହେଲାନି, କାରଣ ଜୋର କାନ୍ଦିଲା। କିଛି ଦେଖିଲା କିଛି ମଧ୍ୟ ହେଇନାହିଁ। ମୁଁ କହିଲି ଏଇ ପ୍ରଭୁଙ୍କର ଲୀଳା, ଯାହା ହେଉଛି ସବୁ ମଙ୍ଗଳ, କିଛି ସେଠୁ ମନ ଦୁଃଖ କରନା। ଯାହା ନାଟମଣ୍ଡପ ଆମେ ଗଲୁ। ନାଟମଣ୍ଡପ ଯାଇକି ଆମେ ତଳେ ନାଟମଣ୍ଡପରେ ଆଚାର୍ଯ୍ୟ ଦେବଙ୍କୁ ପ୍ରଣାମ କରୁଛୁ। ଠାକୁର ପ୍ରଣାମ ସାରି ଯେତେବେଳେ ନାଟମଣ୍ଡପରେ ଆଚାର୍ଯ୍ୟ ଦେବଙ୍କୁ ପ୍ରଣାମ କରୁଛୁ, ମୁଁ ପ୍ରଣାମ କରିକି ଠିଆ ହୁଏ ତ ଦେଖେ ସେ ଆଚାର୍ଯ୍ୟ ଦେବ ଦାଦା ମାନେ ସେ ତାଙ୍କର ଏ ଯେଉଁ ପାହାଚରୁ ଓହ୍ଲେଇ ଆସୁଛନ୍ତି। ମୋ ଆଖିରୁ ଛଳ ହେଇକି ଲୁହ ଗଳି ପଡ଼ିଲା। ପ୍ରଭୁଙ୍କର କି ଲୀଳା, ଏଇ ଭକ୍ତର ବେଦନାକୁ ସେ କିଭଳି ଭାବରେ ସେ ବୁଝିପାରନ୍ତି। ସେଠୁ ଆସିକି ନାଟମଣ୍ଡପରେ ବସିଲେ। ନାଟମଣ୍ଡପ ଜନଶୂନ୍ୟ, କେହି ନଥାନ୍ତି। ଆମେ 2 ଜଣ ଆଚାର୍ଯ୍ୟ ଦେବ ଆସି ପହଞ୍ଚିଲେ। ସେଠୁ ମୁଁ ଆସିକି ହାମ୍ବୁଡ଼ି ପଡ଼ିକି ସେଠୁ ପ୍ରଫୁଲ୍ଲତା ଆମ ଯେ ଆଚାର୍ଯ୍ୟ ଦେବ ଥାନ୍ତି, ସେ ଆସି ମଧ୍ୟ ଦୌଡ଼ିକି ଆସି କହୁଥିଲେ। ସେ ଆସି ପହଞ୍ଚିଲେ। ମୋତେ କହିଲେ କ'ଣ ହେଇଛି? ମୁଁ ଗୋଟେ ନିବେଦନ କରିବାର ଥିଲା। ସେଠୁ କହିଲେ କ'ଣ କହୁଛୁ? ମୁଁ କହିଲି ଏମିତି ପ୍ରଥମ ସନ୍ତାନଟା ଆମର ଗୋଟେ ଝିଅ ହେଇଛି, ଆଉ ଗୋଟେ ପୁଅଟେ ଚାହୁଁଛି। ସେଠୁ ଆଚାର୍ଯ୍ୟ ଦେବ ପାଖରେ ନିବେଦନ କଲେ। ସେଠୁ ସେ କହିଲେ, ଆଚାର୍ଯ୍ୟ ଦେବ କହିଲେ ସେ ବଡ଼ଦାଙ୍କର ପୂଜକ ଥିଲେ, ତାଙ୍କ ନାଁଟା ମୋର ମନ ନାହିଁ। ସେଠୁ କହିଲେ ଯା ତାଙ୍କ ପାଖକୁ ଯା, ତାଙ୍କ ସହିତ ଯାଇକି ଦେଖା କର। ସେଠୁ ବହୁତ ବୟସର 80-85 ବୟସ ହେବ। ସେ ବଡ଼ଦାଙ୍କର ସେ ସେବା ପୂଜା କରୁଥିଲେ। ତାଙ୍କ ପାଖକୁ ଯାଇ ପହଞ୍ଚିଲି। ସେ ବିଭିନ୍ନ କଥା ଆମକୁ କହିଲେ, ବିଭିନ୍ନ ଔଷଧ ଦେଲେ ମଧ୍ୟ ଖାଇବା ପାଇଁ। ଚେରମୂଳିକା ଔଷଧ ଦେଲେ, କହିଲେ ଏହାକୁ ତୁମେ ଖାଇବ। ଯାଉ ଖାଇଲୁ। ସେଇ ଔଷଧ ନେଇ ଆମେ ସେଇ ଆଶୀର୍ବାଦ ନେଇକି ଆଶ୍ରମ ଆମେ ଫେରି ଆସିଲୁ। ଯେତେବେଳେ ପୁନର୍ଗର୍ଭ ସଞ୍ଚାର ହେଲା, ଆଉ ମନଟା ଖୁସି ମଧ୍ୟ ହୋଇଥାଏ। ସେଠୁ 4 ମାସ ହେଇଛି ଆବରେସନ ହେଇଗଲା। ସେଠୁ ମନଟା କଷ୍ଟ ହେଲା। ମୁଁ କହିଲି କ'ଣ ପ୍ରଭୁ, ଏ କି ଲୀଳା ତମର ପ୍ରଭୁ। ସେଠୁ ଫେର ଆଉ ଥରେ ଦେଓଘର ଗଲି। ଦେଓଘର ଯାଇକି ଫେର ଯେତେବେଳେ ଆଚାର୍ଯ୍ୟ ଦେବ ପାଖକୁ ଯାଏ ନିବେଦନ କରିବା ପାଇଁ, ସେଠୁ ପ୍ରଫୁଲ୍ଲତା ସେଠି ଥାନ୍ତି। ପ୍ରଫୁଲ୍ଲତାଙ୍କୁ ସବୁ କଥା କହିଲି। ପ୍ରଫୁଲ୍ଲତା କହିଲେ ଏ ଆଶୀର୍ବାଦଟା ଥରେ ହୁଏ, ଆଶୀର୍ବାଦ ହେଇଛି ମାନେ ତୋର ପୁତ୍ର ସନ୍ତାନ ହେବ। ଏଇ ମାନେ ଦୃଢ଼ ବାକ୍ୟରେ କହିଲେ, ଏଇ ଆଶୀର୍ବାଦ ହେଇଛି ମାନେ ତୋର ପୁତ୍ର ସନ୍ତାନ ହେବ। ଆଉ ଯାହା ହେଇଛି ତାହା ହିଁ ଈଶ୍ୱରଙ୍କର ମଙ୍ଗଳ। ଯଦି ଆବଶ୍ୟକ ହେଇଯାଇଛି ସେଟା ଈଶ୍ୱରଙ୍କର ମଙ୍ଗଳ। ଆଉ ଯାହା ହଉ, ଆଉ ମୋତେ କହିଲେ ସେଠୁ ସେ ତମେ ଆଉ ଦାଦାଙ୍କୁ ଆଉ ଆଚାର୍ଯ୍ୟ ଦେବଙ୍କୁ କିଛି କହିବା ଦରକାର ନାହିଁ, ତମେ ଯାଅ। ସେଠୁ ଆମେ ଯେ ପଳେଇ ଆସିଲୁ। ସେଠୁ ଆମକୁ କହିଲେ ଡକ୍ଟର ନାୟକଙ୍କ ସହିତ ଯୋଗାଯୋଗ କର। ଡକ୍ଟର ନାୟକଙ୍କ ସହିତ ଯୋଗାଯୋଗ କଲୁ। ସେଠୁ ସେ କିଛି ଔଷଧ ଦେଲେ, ଖାଇଲୁ। ଯାଉ ସେ